ବିଲରେ ଧାନ ତଳି ରୋଇବା ବେଳେ ଚାଲିଗଲା ଜଣେ ମହିଳା ଶ୍ରମିକଙ୍କର ଜୀବନ। ଏହା ସହ ଅନ୍ୟ ଏକ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ତଳଗଡ଼ କୁହୁଡ଼ିମୌଜା ଦୀକ୍ଷିତପଡ଼ା ଗୋଡ଼ିପୋଖରୀ ନିକଟରେ। ଗଞ୍ଜାମ ଅଞ୍ଚଳର ମହିଳାମାନେ ବିଲ ତଳି ରୋଇବା ପାଇଁ ମଜୁରିଆ ଭାବରେ ସବୁଦିନ ଆସନ୍ତି। ତେବେ ବିଲରେ ତଳି ରୋଇବା ସମୟରେ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ। ମୃତ ମହିଳାଙ୍କର ନାମ ଜାନକୀ, ଯାହାଙ୍କର ବୟସ 35 ବର୍ଷ, ଘର ଗଞ୍ଜାମ ଜିଲ୍ଲା ଖଲିକୋଟ ମଥୁରା ଗ୍ରାମର ବୋଲି ଜଣାପଡ଼ିଛି। ଗୁରୁତର ମହିଳାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଏହା ସହ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ବଜ୍ରାଘାତରେ 4 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସରକାରୀ ୟୁପି ସ୍କୁଲ କୁହୁଡ଼ି ଲକ୍ଷ୍ମୀଧରପୁରରେ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ବଜ୍ରାଘାତ ହୋଇଥିଲା। 3 ଜଣ ଛାତ୍ର ସହ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନିରାକାରପୁର ବାଲୁଙ୍ଗେଶ୍ୱର ଓଡ଼ିଶା ମୋବାଇଲ ଟିଭି। ମୋ ନାଁ ଏମ୍ ଶତ୍ରୁଘ୍ନ ପାତ୍ର ଆଜ୍ଞା। ଘର ମଥୁରା ଜି ମଥୁରା। ଆଜି ଯେଉଁ ଜଣେ ସ୍ତ୍ରୀ ଲୋକ ଆସିଥିଲେ ଧାନ ରୋଇବାକୁ, ଏନେ କ'ଣ କହିବେ? ଜଣେ ମୃତ୍ୟୁବରଣ କରିଛନ୍ତି। ଆଜ୍ଞା ସେ ତାଙ୍କେ ତ ସବୁବେଳେ ଆସନ୍ତି ଧାନ ରୁଆ ଟାଇମ୍ରେ, ବସ୍ରେ ଗାଡ଼ିରେ ଯାହା ଏମିତି କଷ୍ଟ କରି ଆସନ୍ତି, ଏଇଠୁ ମୂଲ ଧରିକି ଯାଆନ୍ତି। ତାଙ୍କ ନାଁ ହେଉଛି କେ ଜାନକୀ ପାତ୍ର। ଆଉ ତାଙ୍କର 2ଟା ଛୁଆ ଅଛନ୍ତି। ମୁଁ ଏତିକି ଅନୁରୋଧ କରୁଛି ସରକାରଙ୍କ ପାଖରେ ଯାହା କିଛି ସାହାଯ୍ୟ କରନ୍ତୁ, ସେ ପିଲାମାନଙ୍କର ଦାୟିତ୍ୱ ଟିକେ ବୁଝନ୍ତୁ। ଆଉ ଏଠିକି ଆସିକି ଘଡ଼ଘଡ଼ିରେ ମୃତ୍ୟୁ ଘଟିଗଲା। ଆଉ ସେଥି ଶୁଣି ଆମେ ଗାଁ ଲୋକ, ସିଏ ମୋ ପିଇସି ନାନୀର ଝିଅ ହେବ, ମୁଁ ଗାଁରୁ ଶୁଣିକି ତାଙ୍କ ପରିବାରକୁ ଧରିକି ଆସିଲି। ଆସିଲା ବେଳେ ଦେଖିଲା ବେଳକୁ ଏଠି ମୃତ୍ୟୁ ଘଟିଯାଇଛି। ଆଉ ସେଥିପାଇଁ ଏଇଠିର ପୋଲିସ ପ୍ରଶାସନକୁ ମୋର ଅନୁରୋଧ,